না কৃষ্ণ অবতার। বাবা কৃষ্ণ কৃষ্ণ ତମେ କୋଉ କୃଷ୍ଣ? ନା କଳା କୃଷ୍ଣ ଆପଣ ମାନଙ୍କର ଅଭିମନ୍ୟୁ ସାମନ୍ତ ସିଂହାର। ତମେ ପ୍ରେମର ଅବତାର, ରାଧାକୃଷ୍ଣର ଅବତାର, ଯାହାକୁ ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ସଦାନନ୍ଦ ସୂର୍ଯ୍ୟ ବ୍ରହ୍ମାଙ୍କ ଶିଷ୍ୟ লিখিদেলে ধাড়িয়ে কলা প্রাকৃত প্রেম মূর্তি জয় রাধা হরি অপ্রাকৃত প্রেম মূর্তি জয় রাধা হরি অপ্রাকৃত প্রেমর মূর্তি, প্রেমর অবতার। প্রেম যোଉଠି শান্তিটা সেইଠି। মা পুଅ ভিতরে প্রেম, ভাই ভাই ভিতরে প্রেম, স্বামী স্ত্রী ভিতরে প্রেম, ভাই ভଉଣୀରେ ପ୍ରେମ ভাই ভଉଣୀର প্রেম, ଗାୟକ ପାଳିଆରେ ପ୍ରେମ ବାପା ପୁଅରେ ପ୍ରେମ, ମୋ ଭାଇର ମୋର ପ୍ରେମ ଭକ୍ତ ଭଗବାନ ଭିତରେ ପ୍ରେମ। ବାহ ପ୍ରେମ ତ ଆଉ ପ୍ରେମ ଯୋଉଠି ସୃଷ୍ଟି ହେଇଯାଏ ସେ ସ୍ଥାନଟି ରୁକ୍ଷ ନୁହଁ, ବାহ ଶାନ୍ତ ପଡ଼ିଯାଏ। ଏଇଟା ବୈକୁଣ୍ଠ ହେଇଯିବ ତାହେଲେ ସେ ଅବତାର କିଏ? କୃଷ୍ଣ। ବାବା ସେ କୃଷ୍ଣ ଜଣକ କିଏ? ଏ କୃଷ୍ଣ ବାପା କିଏ? କୃଷ୍ଣ କା ପୁଅ? ର ଏ ଭଲ ଭଲ ଅଛି ରେ ତୁ ମତେ ଚିହ୍ନିଛୁ ତୁ ନୂଆ କି ଆଜି ବସିବୁ ନା କୃଷ୍ଣ କା ପୁଅ? ପଦ୍ୟରେ କହିବି ନା ପଦ୍ୟରେ କହିବି ନା ସଂସ୍କୃତରେ କହିବି କଣ କହୁଛୁ ମୁଁ? କହିଲା ଗଦ୍ୟରେ କହିବି ନା ପଦ୍ୟରେ କହିବି ନା ସଂସ୍କୃତରେ କହିବି? ଆରେ ପୁଅ ତୁ ସଂସ୍କୃତ ଜାଣିଛୁ? ଆପଣ ଜାଣିନଥିଲେ ଆଗରୁ ଗାଁ ନଥିଲି ପାଳି ଅଭାବରୁ ଚାମର ଥୋଇଦେଲି ଘରେ ଜାଣିଲେ ସଂସ୍କୃତିରେ କହିବି ବସୁଦେବାନ୍ ସୁତ ଦେବ ବଂଶ ଚାଣୁର ବର୍ଦ୍ଧନ କି ପରମାନନ୍ଦ ବନ୍ଦେ ଜଗତଗୁରୁ ଛାଣ୍ଟେ କାହିଁକି ର ଆগে ଭାଇଲେ ବସୁଦେବ ପୁଅ କୃଷ୍ଣ କା ପୁଅ? ବସୁଦେବ ପୁଅ ଏମିତି କଣ ହଉଛି? ଆରେ ଉଠୁଥିଲି ନା ଉଠିଲେ ରହି ହବନି ହଁ ସମ୍ଭାଳି ହବନି ବସୁଦେବ ପୁଅ କୃଷ୍ଣ। ଆଜ୍ଞା କୃଷ୍ଣ କବିର ନନା ଜନ୍ମ ହେଇଛି ବସୁଦେବଠୁ ଆଉ ନା। ନାଇଁ ବସୁଦେବ ତା ଜୀବନରେ କୃଷ୍ଣକୁ ଦେଖିନି ଆଉ ନା। କଣ ନାହିଁ ପରା ବନ୍ଦିଶାଳାରେ ଜନ୍ମ ଦେଇଥିଲେ ତାକୁ କୁଆଡେ ନାଇଁ, ଆଉ କୃଷ୍ଣ ହଁ ବସୁଦେବଠୁ ଜନ୍ମ ନୁହଁ। ଆଉ କାଠୁ କୃଷ୍ଣର ପ୍ରକୃତ ବାପା ଜନ୍ମ ଦେଇଛି। କିଏ କିଏ ସେ ସେ ହଉଛି ରାଜା ନନ୍ଦ। ନନ୍ଦ ସ୍ତ୍ରୀ ହଁ ହଁ ଯଶୋଦା ହଁ ଗର୍ଭରେ ଧରି ହୁଁ। କୃଷ୍ଣକୁ ଜନ୍ମ ଦେଇଛି। এটা ପ୍ରାକ୍ଟିକାଲିରେ ନା ଥିଓରିରେ ହସନି ଆମେ ସମସ୍ତେ ଜାଣିଛେ ବନ୍ଦିଶାଳା ଭିତରେ କଂସ ଯୋଉ ଜନ୍ମ ହେଇଛନ୍ତି ଭଗବାନ କୃଷ୍ଣ ନା, ଆପଣ ତଥ୍ୟ ଭୁଲ ଦଉଛନ୍ତି କୃଷ୍ଣ ବସୁଦେବର ବନ୍ଦିଶାଳାରେ କଂସ ବନ୍ଦିଶାଳାରେ ଜନ୍ମ ହେଇନି, ମିଛ। ଦେଖିବା ଓରିଜିନାଲ କୃଷ୍ଣ ନନ୍ଦ ସ୍ତ୍ରୀ ଯଶୋଦା ଜନ୍ମ ଦେଇଛି। ଏଗୁଡାକ ଗାୟକ ସନାତନ ଦାସ ମୁଣ୍ଡରେ ପଶିବନି।
ଲେଖା ଯାଉଛି ଗାୟକ ପ୍ରବୀର। ମୁଁ ତାକୁ କେବେ ଗାୟକ ପ୍ରବୀର କହିବିନି, ମୁଁ କହିବି ସେ ଗାୟକ ଅବୀର ବୋଲେ ଗାୟକ ଭିତରେ ଗୋଟେ ଛେଳି। ନା ଏ ଆମର କିଛି କହନି। ମୁଁ ପ୍ରମାଣ ଦଉଛି, ଯଦି ନହବ ମୋ ଉପରେ ବାଜି। କୁହନ୍ତୁ ଆଜ୍ଞା, ଏଇଠି ମୁଁ କୃଷ୍ଣକୁ ଦେଖେଇବି ଆଜି। ଦେଖାନ୍ତୁ ଆଜ୍ଞା। କୃଷ୍ଣର ବାପା, ମୋର ଗୋଟିଏ ପୁଅ ଅଛି, ତା ନା ନିହାର ମୋହନ ହୋତା। ମୋ ପୁଅର ବାପା ପ୍ରକୃତରେ କିଏ କହିବ? ମୋ ସ୍ତ୍ରୀ କହିବ ନା, ତା ମା କହିବ ଏ ପୁଅଟା କାହାର? ଆପଣ ମାନଙ୍କର କୃଷ୍ଣର ମା ଯଶୋଦା କହିଲା, କହିଲା କୃଷ୍ଣକୁ ଜନ୍ମ ଦେଇଛି ମୁଁ। ନା କେମିତି? ନା ତତ୍ତ୍ୱ ମାଘାଦି ନନ୍ଦାୟା ରାତ୍ର ଗର୍ଭଗତଂ ହରି ଭାଦ୍ର କୃଷ୍ଣ ବୁଧାଷ୍ଟମୀୟା ନିଷିଧେ ପ୍ରକଟ୍ୟାରେ ଭୂତୁ। ବହିର ନାଁ ହେଲା ନନ୍ଦ ବଂଶ ପ୍ରଦୀପମ୍। କବି କହିଲେ ତତ୍ତ୍ୱ ମାଘାଦି ନନ୍ଦାୟା। ନନ୍ଦର ଭାର୍ଯ୍ୟାନୁଯାୟୀ ସମ୍ବୋଧନରେ ଯଶୋଦାଙ୍କର ନାଁଟି ହଉଛି ନନ୍ଦା। ନନ୍ଦ ରାଜା କହିଲେ ମୋ ସ୍ତ୍ରୀ ସାଙ୍ଗରେ ମୋର ମିଳନ ହେଲା। କୋଉ ଦିନ ହେଲା? ନା ମାଘାଦି, ମାଘ ମାସର ଆଦି ବୋଲି ପ୍ରଥମ ଦିନ, ଯୋଉଦିନ ମାଘ ମାସ ଆରମ୍ଭ, ସେଇ ଦିନ ମୋର ଯଶୋଦା ସାଙ୍ଗରେ ପ୍ରେମ ହେଲା। ଭାଦ୍ର କୃଷ୍ଣ ବୁଧାଷ୍ଟମୀୟା ନିଷିଧେ ପ୍ରକଟ୍ୟାରେ ଭୂତ। ଭାଦ୍ରବ ମାସ କୃଷ୍ଣ ପକ୍ଷୀୟ ଅଷ୍ଟମୀ ତିଥି ବୁଧବାର ଦିନ ଠିକ ନିଶାର୍ଦ୍ଧ ଅର୍ଦ୍ଧରାତ୍ର ଠିକ ରାତି 12টাରେ ମୋ ସ୍ତ୍ରୀ ଯଶୋଦା ଗର୍ଭରୁ 2ଟା ଛୁଆ ଜନ୍ମ ହେଲେ। 2ଟା ଜାଆଁଳା ଛୁଆ। ଏଠି କହିଦଉଛି ସେ 2ଟା କିଏ? ନା ଗୋଟିଏ ହେଲା ବିଜୁଳି କନ୍ୟା, ଆଉ ଗୋଟିଏ ହଉଛି କୃଷ୍ଣ। ଜନ୍ମ ହେଇ ପଡ଼ିଛନ୍ତି ଯଶୋଦାର ଗର୍ଭରେ। ମାତ୍ର ଆପଣ ମାନେ ସନ୍ଦେହରେ ପଡ଼ି ସାରିବେଣି। କଣ ସେ ସନ୍ଦେହ? ଯେ ଆମେ ତ ପଢୁଛୁ ଭାଗବତ ପୂର୍ଣ୍ଣିମା, ଭାଦ୍ର ପୂର୍ଣ୍ଣିମା, ଇନ୍ଦୁ ପୂର୍ଣ୍ଣିମା ପାଳନ କରୁଛୁ, କୃଷ୍ଣ ଜନ୍ମ କରୁଛୁ, ବସୁଦେବ ମୁଣ୍ଡେଇକି ନେଇକି ଯାଇଛି। ଏ ଗାୟକ ହୋତା କଣ ଆଜି ମେଣ୍ଟାଲ ହେଇଗଲା? ଇଏ କେମିତି କହିଲେ? ମୁଁ କହୁନି। ବସୁଦେବ ଯୋଉ ଛୁଆଟା ଜନ୍ମ କଲା ସିଏ କିଏ? ଆଉ ଓରିଜିନାଲ କୃଷ୍ଣ କାହାକୁ କହିବା? ଆଉ ଗୋଟିଏ ଶ୍ଲୋକ ଆଣୁଛି, ନା ସର୍ବଦା ଦ୍ୱିଭୁଜ କୃଷ୍ଣ କଦାନ ତୁ ଚତୁର୍ଭୁଜ ବୃନ୍ଦାବନଂ ପରିତ୍ୟଜ୍ୟ ପାଦମେ କର୍ଣ୍ଣ ଗଚ୍ଛତି। କବି କହିଲେ ଯିଏ କୃଷ୍ଣ ସିଏ ଓରିଜିନାଲ, ଯିଏ ତାର ହାତ ସଦାବେଳେ 2ଟା। ଓରିଜିନାଲ କୃଷ୍ଣର ହାତ 2ଟା। ସେ ତା ଜୀବନରେ କେବେ 4 ହାତିଆ ହେଇନି। ବୃନ୍ଦାବନ ଅରଣ୍ୟକୁ ତ୍ୟାଗ କରି କୃଷ୍ଣ ତା ଜୀବନରେ କୁଆଡେ ଯାଇନି। ପୁଣି ଆପଣଙ୍କର ସନ୍ଦେହ ହବ, ଯଦି ବୃନ୍ଦାବନ ଛାଡିକି ଯାଇନି, ମଥୁରା କିଏ ଗଲା, ଦ୍ୱାରକା କିଏ ଗଲା, ଆପଣ ପୁଣି ମୁଣ୍ଡରେ ପୁରେଇବେ। ମୁଁ କହିଲି କୃଷ୍ଣ 2 ହାତୀରୁ 4 ହାତିଆ ହେଇନି। ଗୋଟେ ପ୍ରମାଣ ନୁହଁ, ଆଉ ଗୋଟେ ପ୍ରମାଣ ଦଉଛି। ଆପଣଙ୍କର ଶଙ୍କରାଚାର୍ଯ୍ୟ ଯୋଉ ଜଗନ୍ନାଥ ଅଷ୍ଟକ ଲେଖିଲେ, କଣ ଲେଖିଲେ? 2ୟ ନମ୍ବର ଶ୍ଲୋକଟାକୁ
ନା ସବିଏ ବେଣୁ ଶିରସି ଶିଖିବି ଝକଟି ଦୋଟେ ନେତ୍ରାଳ ଦୁକୁଳ ସହଚର କଟାକ୍ଷ ବିଦ ଧତେ ସଦା সদা শ্রী বৃন্দাবন লীলা পরিচয় সদা বলে সবুবেলে সদা বলে সবুবেলে কোউঠি না শ্রী বৃন্দাবন লীলা পরিচয় বেশ কেবল বৃন্দাবনরে লীলা করেছি কুয়ারে যাইনি জগন্নাথ স্বামী নয়ন পথগামী ভব তুমে যে অরিজিনাল কৃষ্ণ প্রেমর কৃষ্ণ যে শান্তর কৃষ্ণ তা হাতেরে সদাবেলে বংশী বাবা সে বংশী বাটি যাও কৃষ্ণর সংকেত কৃষ্ণ হলা বংশী বাটি আজ্ঞা কিন্তু বসুদেব পুয়কু বংশী ধরি আসেনি বাবা বসুদেব পুয়টা দি হাত দিয়া নুহ চারি হাত দিয়া প্রমাণ প্রমাণ দেবি আজ্ঞা ଆପଣଙ୍କର ସଂସ୍କୃତ ଶ୍ରୀମଦ ଭାଗବତ ମନକୁ ଆସୁନି ଆଜ୍ଞା ସାର୍ ମୁଁ କହିଲି ମନକୁ ଆସୁଛି ର ମୁଁ ପ୍ରମାଣ ଦେବି ଆମେ ପାଲା ବାଲା ମାନେ ଗୋଟିଏ ଗୋଟେ ଓକିଲ ମ କବି ଯାହା ଲେଖିଛନ୍ତି ଆମେ ଆଣିକି ତାକୁ ବାହାରି କରୁଛୁ ହଁ କୃଷ୍ଣ ବସୁଦେବ ପୁଅଟା ଚାରି ହାତିଆ ମୁଁ ପ୍ରମାଣ ଦେଲେ ଆପଣ ବିଶ୍ୱାସ କରିବେ ହଁ କବି ହେଲେ ବ୍ୟାସଦେବ ସଂସ୍କୃତ ଶ୍ରୀମଦ ଭାଗବତ କଣ କହିଲେ କଲା ଶ୍ରୀ ଆଶ୍ଳିଷ୍ଟ ଚତୁର୍ବାହୁ କେତେ ବାହୁ ଚତୁର୍ବାହୁ ଶ୍ରୀ ଆଶ୍ଳିଷ୍ଟ ଚତୁର୍ବାହୁ ଚତୁର୍ବର୍ଗ ଫଳାନ୍ବିତ ଧ୍ୟାୟେତେ ନୀଳୋତ୍ପଳ ଶ୍ୟାମ ପଦ୍ମାକ୍ଷ ପିତବାସ କବି କହିଲେ କେତେଟା ଭୁଜ ଚାରିଟା ଆଉ ଟିକେ ସରଳ କରିଦବା ବସୁଦେବ ଯେତେବେଳେ ମୁଣ୍ଡେଇକି କୃଷ୍ଣକୁ ନେଇକି ଗଲା କୋଉଠିକି ଗୋପପୁରକୁ ଯେତେବେଳେ ଗଲା ବାଟରେ କିଏ ଦେଖିଲା ଉଗ୍ରସେନ ଦେଖିଲା ଉଗ୍ରସେନ କଣ କହିଲା হুঁশিয়ার হয় হুঁশিয়ার কলা তু যেবে অটু ভগবান দেখা তো শঙ্খ চক্র চিহ্ন দেখা তো শঙ্খ চক্র চিহ্ন দেখা তো শঙ্খ চক্র চিহ্ন শিব তাণ্ডব নাই আজ পরা গাঁ প্রেসিডেন্ট কইছন্তি রাধা কৃষ্ণ উপরে হ্যাঁ প্রভু মঙ্গল আজি নু হব দিনে শিব তাণ্ডব হব কোন র উত্তর দেলে দেখা তো শঙ্খ চক্র চিহ্ন কৃষ্ণ কোন করলে আমার জগন্নাথ দাস ওড়িয়া ভাগবতরে লিখিলে কলা মর্কত স্তম্ভ চতুর্ভুজ দিশাই শঙ্খ চক্র তেজ দিশাই শঙ্খ চক্র তেজ দিশাই শঙ্খ চক্র তেজ জগন্নাথ দাস কইলে কেতে ভুজ মর্কত স্তম্ভ চতুর্ভুজ ভুজ বলে হাত কেতেটা হলা সারি চারিটা উগ্রসেনକୁ দেখেলা শঙ্খ চক্র আচ্ছা শঙ্খ চক্র তো দি হাতের দেখেলা আউ দি হাতের গদা পদ্ম দেখেলানি না তারা হাত শর্ট হলা মানে চারিটা হাতରୁ দি হাতের শঙ্খ চক্র টেকিকি দেখেই দেলা উগ্রসেনକୁ আজ্ঞা ଆଉ ଗଦା ପଦ୍ମ ଦେଖିବାକୁ ତା ହାତ ପାଇଲାନି ହାତ ସର୍ଟ ହେଲା কাহিকি সত হেলা ଗେଙ୍ଗୁଟିଆ ଗାଁରେ ପ୍ରଥମ ଦିନ ଆଇଲେ 500 ଚୌକି ସର୍ଟ କାଲି ଆଉ 300 ବଢେଇଲେ ସର୍ଟ ଆଜି ଆଉ 300 କି 400 ଚୌକି ଆଣିଛନ୍ତି ତଥାପି ସର୍ଟ ଆଉ ବି କାଲି 500 ଚୌକି ଆଣିବ ତଥାପି ସର୍ଟ ସନାତନ ଦାସ ନୃସିଂହ ହୋତା ଯୋଉଠିକି ଯାଆନ୍ତି ଚୌକି ସର୍ଟ ହବ ର ତ ଚାରିଟା ହାତରୁ ଦିଟା ହାତ ଦେଖେଇଲା ଆଉ ଦିଟା ହାତ କୁଆଡେ ଗଲା হেলা হেলা ନା ଉଗ୍ରସେନକୁ ପୁଷ୍ପମାଳି ହରସେ हरा से प्रभु दले तोड़ी हरा से प्रभु दले तोड़ी ହରସେ ତାକୁ ଆଜ୍ଞା ଦେଲେ एलु मोदी होई भुबोई
ହାତରେ ଶଙ୍ଖ ଚକ୍ର ଦେଖେଇଲା ଆଉ ଦିଟା ହାତରେ ଫୁଲମାଳକୁ ନେଇକି ଉଗ୍ରସେନ ବେକରେ ଗଳେଇ ଦେଲା। ଆଉ ଗଦା ପଦ୍ମ କୋଉଠି ଦେଖେଇବ? ଆଉ ତ ହାତ ନାହିଁ। ନେଇକି ବସୁଦେବ ଚାଲିଲା। ତାହେଲେ ଯୋଉଠି ବସୁଦେବ ପୁଅ ସେଇଠି ହଉଛି ଶ୍ୟାମ, ଯୋଉଠି ନନ୍ଦର ପୁଅ ସେଇଠି ଓରିଜିନାଲ କୃଷ୍ଣ। ନା କେମିତି? ଆଉ ଟିକେ ବଢେଇ ନବାକୁ ଆପଣ ମାନଙ୍କ ଭିତରେ ଥିବା ସନ୍ଦେହ ଭ୍ରମଟାକୁ ଦୂର କରିଦବା। କେମିତି ନନ୍ଦ ପୁଅ ଓରିଜିନାଲ କୃଷ୍ଣ ହେଲା? ବସୁଦେବ ମୁଣ୍ଡରେ ମୁଣ୍ଡେଇକି ନେଇକି ଯାଉଛି, ପହଞ୍ଚିଛନ୍ତି ନନ୍ଦ ଆଳୟରେ। ଯଶୋଦା ଦିଟା ମଲା ଛୁଆ ଜନ୍ମ କରିକି ସେନ୍ସଲେସ୍ ହେଇକି ପଡିଛି। ଦିଟା ଛୁଆ ମଲା ଛୁଆ, କୋମା ନୁହଁ। କୋମା ବୋଲେ ଜୀବନ ଅଛି, କିଛି ଦେହରେ ପ୍ରାଣ ନାହିଁ। ଯୋଡ଼ିଏ ମଲା ଛୁଆ ଜନ୍ମ ହେଇକି ପଡିଛନ୍ତି। ବସୁଦେବ ଯେତେବେଳେ ଯାଇଛି ଦେଖୁଛି ଯଶୋଦା ଠି ସେନ୍ସେ ବୋଲେ ଚେତା ନାହିଁ। ମୁଁ କହୁନି, ଆଉ ଟିକେ ସାହିତ୍ୟକୁ ଆଗେଇକି ନବା। ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ସେ ଧାରିଏ କହିଲେ, କଣ କହିଲେ? କହିଲା ନନ୍ଦ ନନ୍ଦନ ମାୟା ଆଶ୍ରିତା ହୋଇ ବସୁଦେବ ଦେଖୁଛି ଏ ଚେତନା ବିହୀନ କିଏ ନା ଯଶୋଦା, ଦିଟା ଯାକ ଛୁଆ ଜମଜାତ ନା। ଏପଟେ ବସୁଦେବ ପୁଅ କୃଷ୍ଣ, ଯୋଉଟାକୁ ଆମେ କହୁଛେ ଶ୍ୟାମ ବୋଲି, ଚାରିଭୁଜିଆ କୃଷ୍ଣ। ବସୁଦେବ ପୁଅ ମୁଣ୍ଡ ଉପରେ ଟିକେ ଡିମି ଡିମି କିନି ଅନେଇଲା। ଅନେଇଲା, କହିଲା ବୋପାଲୋ ଇଏ ତ ମୋ ବାପା ଶୋଇଛି, ମୋର ଏଠି କଣ କାମ? ମୋ ବାପା ଶୋଇଛି। କହିଲା ମୋ ବାପା କଣ କରୁଛି ନା ମନଃ ନବଦ୍ୱାର ନିଷିଦ୍ଧ ବୃତ୍ତି। ମୋ ବାପା ଘୋର ତପରେ ଯାଇଛି, ମୁଁ ଏତିକି ବେଳେ ମୋ ବାପା ଦେହରେ ପଶିଯିବି। ପ୍ରତ୍ୟେକ ବାପା ମାନଙ୍କର ଆତ୍ମା ହଉଛି ତାଙ୍କ ପୁଅ। ସଂସାରରେ ତମେ ଯେତେ ପୁଅ, ତମେ ମାନେ ତମ ବାପାର ଆତ୍ମା। ଅନେଇଲା ଡିମି ଡିମି ହେଇକି ବସୁଦେବ ପୁଅ, କହିଲା ଶୋଇଛି ତ ମୋ ବାପା, ମୁଁ ତ ତା ଆତ୍ମା, ମୁଁ ତା ପୁଅ। କିରେ ଇଏ ତ ଏଠି ନାଇଁ, ପଶିଯିବି। ଆଉ କଣ କଲା? ଆଉ ପଦେ ସାହିତ୍ୟକୁ ଆଗେଇବା। ଆପଣ ମାନଙ୍କର କବି ହେଲେ ଅଭିମନ୍ୟୁ ସାମନ୍ତ ସିଂହାର। ଆଉ ଧାରିଏ କହିଲେ, କୃଷ୍ଣ ଏ ବସୁଦେବ ପୁଅଟା ଯୋଉ ଗାଣ୍ଡୁଆ ଉପରେ ଯାଇଥିଲା, ଡେଇଁ ପଇଲା ଆଉ କା ଉପରକୁ? ନନ୍ଦ ପୁଅ ଉପରକୁ ଡେଇଁ ପଇଲା, ତା ଦେହରେ ମିଶିଗଲା। ଯାହାକୁ ଅଭିମନ୍ୟୁ କହିଲେ, କହିଲା ଅଙ୍ଗେ ଅଙ୍ଗ ସଙ୍ଗ ହେବା ପ୍ରାୟ ହୋଇଲା, ପ୍ରାୟ ହୋଇଲା ଭଲା, ପ୍ରାୟ ହୋଇଲା। ଅଙ୍ଗେ ଅଙ୍ଗ ସଙ୍ଗ ହେବା ପ୍ରାୟ ହୋଇଲା, ପ୍ରାୟ ହୋଇଲା ଭଲା, ପ୍ରାୟ ହୋଇଲା। ପର ପରମାତ୍ମାରେ କି ଜୀବ ପଶିଲା, ପର ପରମାତ୍ମାରେ କି ଜୀବ ପଶିଲା। କବି କହିଲେ ଅଙ୍ଗେ ଅଙ୍ଗ ସଙ୍ଗ ହେବା ପ୍ରାୟ ହୋଇଲା, ପର ପରମାତ୍ମାରେ। ପରମାତ୍ମା ସ୍ୱୟଂ ନିରାକାର, ଦ ସୁପ୍ରିମ ପାୱାର ଅଲ ଓଭର ଦ ୟୁନିଭର୍ସ। ପରମାତ୍ମା ନନ୍ଦ ପୁଅ, ଜୀବ ବସୁଦେବ ପୁଅ। ଡେଇଁଲା, କହିଲା ତୁ ଯିଏ ମୁଁ ସିଏ। ଏଇଥିପାଇଁ ସମସ୍ତଙ୍କର ପରମାତ୍ମାରେ, ସମସ୍ତଙ୍କ ଶରୀରରେ
ଆମେ ଜୀବ ରୂପରେ ବିଦ୍ୟମାନ। ବାବା ଆମ ସଂଖ୍ୟା ହଁ ଜୀବ ଯିବ ଯିବ ଜୀବ ବୋଲେ ଆମ ସଂଖ୍ୟାଟି ହେଉଛି 2। ମା ଗର୍ଭରୁ ପଇଲେ 1 ଏନ୍ତୁଡ଼ି ନିଆଁରେ ମା ଗର୍ଭରୁ ଯେତେବେଳେ ଯିବା ମଶାଣି ନିଆଁ ଚିତାଗ୍ନିରେ ଯୋଡ଼ିଏ ନିଆଁ 2